ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣଙ୍କ ଅବଚେତନ ଏବଂ ନିଦର ଚମତ୍କାରିତା ସମ୍ପର୍କ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖନ୍ତୁ। ନଚେତ୍ ଏବେ ହିଁ ସ୍କିପ୍ କରିଯାଆନ୍ତୁ। ଠିକ୍ ଅଛି, ଆମେ ଆଲୋଚନା କରିବା ବର୍ତ୍ତମାନ ଆପଣଙ୍କ ଅବଚେତନ ଏବଂ ନିଦ୍ରାର ଚମତ୍କାରିତା ସମ୍ପର୍କ। କ'ଣ ସେ ଅବଚେତନ ଏବଂ ନିଦ୍ରାର ଚମତ୍କାରିତା? ପ୍ରତି 24 ଘଣ୍ଟାରୁ ପ୍ରାୟ 8 ଘଣ୍ଟା ଆପଣ ଶୋଇଥାନ୍ତି, ଅର୍ଥାତ୍ ନିଜର ପୁରା ଜୀବନର 1/3 ଭାଗ। ଏହା ଜୀବନର ଅପରିବର୍ତ୍ତନୀୟ ନିୟମ। ନିଦ୍ରା ଏକ ଦିବ୍ୟ ନିୟମ ଅଟେ ଏବଂ ଆମର ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ଆମେ ବିଛଣାରେ ଆରାମରେ ଶୋଇଥିବା ବେଳେ ହିଁ ଆମ ପାଖକୁ ଆସିଥାଏ। ଅନେକ ଲୋକ ଏହି ସିଦ୍ଧାନ୍ତର ପକ୍ଷ ନେଇଥାନ୍ତି ଯେ ଆମେ ଦିନବେଳେ ଥକି ଗଲା ପରେ ଶରୀରକୁ ବିଶ୍ରାମ ଦେବା ପାଇଁ ଶୋଇଯାଉ ଏବଂ ସେହି ସମୟରେ ଆମ ଶରୀର ନିଜର ମରାମତି କରିଥାଏ। ଏହା ସମ୍ପୂର୍ଣ୍ଣ ଭାବରେ ଏକ ଭୁଲ ଧାରଣା। ଶୋଇବା ସମୟରେ କୌଣସି ଅଙ୍ଗ ବିଶ୍ରାମ ନେଇନଥାନ୍ତି। ହୃତ୍ପିଣ୍ଡ, ଫୁସ୍ଫୁସ୍ ଏବଂ ଶରୀରର ସମସ୍ତ ଜରୁରୀ ଅଙ୍ଗ ଆପଣ ଶୋଇଥିବା ସମୟରେ ମଧ୍ୟ କାମ କରନ୍ତି। ନଖ ଓ ବାଳ ବଢ଼ିବା ଜାରି ରଖିଥାନ୍ତି। ତ୍ୱଚାରୁ ଝାଳ ବାହାରି ଜାରି ରହିଥାଏ। ଯଦି ଶୋଇବା ପୂର୍ବରୁ ଆପଣ ଖାଇଥାନ୍ତି, ତେବେ ସେହି ଖାଦ୍ୟ ଶୋଇବା ସମୟରେ ମଧ୍ୟ ହଜମ ହୁଏ। ଅବଚେତନ ମସ୍ତିଷ୍କ କେବେ ବି ଶୋଇନଥାଏ। ଏହା ଅହରହ ଜରୁରୀ ଅଙ୍ଗଗୁଡ଼ିକୁ ନିୟନ୍ତ୍ରିତ କରିବାରେ ବ୍ୟସ୍ତ ଥାଏ। ନିଦରେ ଶୋଇବା ବେଳେ ଶରୀରର ଉପଚାର ପ୍ରକ୍ରିୟା ତୀବ୍ର ହୋଇଥାଏ, କାରଣ ଅବଚେତନ ମସ୍ତିଷ୍କର କାମରେ ସେତେବେଳେ କେହି ହସ୍ତକ୍ଷେପ କରିନଥାନ୍ତି। ଶୋଇବା ସମୟରେ ହିଁ ଆପଣଙ୍କୁ ଅଦ୍ଭୁତ ଉତ୍ତର ସବୁ ମିଳିଥାଏ। ଆମେ କାହିଁକି ଶୋଇଥାଉ? ଡକ୍ଟର ଜନ୍ ବିଗେଲ ନିଦ୍ରା ଉପରେ ବୈଜ୍ଞାନିକ ଉପାୟରେ ଗବେଷଣା କରିଥିବା ଗବେଷକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଦର୍ଶାଇଛନ୍ତି ଯେ ରାତିରେ ଯେତେବେଳେ ଆପଣ ଶୋଉଛନ୍ତି, ସେତେବେଳେ ଆପଣ ଏହି ଲକ୍ଷଣ ସବୁ ଦେଖାଉଛନ୍ତି, ଯାହା ଦ୍ୱାରା ଜଣାପଡ଼ୁଛି ଯେ ଆଖି, କାନ, ନାକ ଏବଂ ସ୍ୱାଦ ଗ୍ରନ୍ଥିର ନାଡ଼ିଗୁଡ଼ିକ ନିଦ୍ରାବସ୍ଥାରେ ମଧ୍ୟ ବହୁତ ସକ୍ରିୟ ରହୁଛନ୍ତି। ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଆପଣଙ୍କ ମସ୍ତିଷ୍କର ନାଡ଼ିଗୁଡ଼ିକ ଅତ୍ୟଧିକ ସକ୍ରିୟ ରହୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଆମ ଶୋଇବାର ମୁଖ୍ୟ କାରଣ ହେଉଛି ଆମ ଆତ୍ମାର ଅତି ଉତ୍ତମ ଅଂଶ ଆମର ଉଚ୍ଚ ପ୍ରକୃତିର ନିରାକାର ସହ ଏହି ସମୟରେ ଏକାକାର ହୋଇଥାଏ ଏବଂ ଈଶ୍ୱରୀୟ ବୁଦ୍ଧିମତ୍ତା ଏବଂ ପୂର୍ଣ୍ଣ ଜ୍ଞାନରେ ସହଭାଗୀ ହୋଇଥାଏ। ହେଲେ ପ୍ରାର୍ଥନା ନିଦ୍ରାର ଏକ ରୂପ। ତ ଦିନସାରା ଆପଣଙ୍କ ଚେତନ ମସ୍ତିଷ୍କ ବାଦ ବିବାଦ, କଳହ, ଯୁକ୍ତି ତର୍କରେ ଫସିଯାଏ। ଏଭଳି ସ୍ଥିତିରେ ଯେତେବେଳେ ବାହ୍ୟ ଦୁନିଆରୁ ଯୋଗାଯୋଗ ବିଚ୍ଛିନ୍ନ କରି ନିଜ ଅବଚେତନ ମସ୍ତିଷ୍କର ଆନ୍ତରିକ ବୁଦ୍ଧିମତ୍ତା ସହ ନୀରବରେ ଶାନ୍ତିର ସହ କଥାବାର୍ତ୍ତା କରିବା ଜରୁରୀ। ଏହା ଦ୍ୱାରା ଜୀବନର ପ୍ରତ୍ୟେକ ଅବସ୍ଥାରେ ମାର୍ଗଦର୍ଶନ ଶକ୍ତି ଏବଂ ବର୍ଦ୍ଧିତ ବୁଦ୍ଧିମତ୍ତାକୁ ପାଇ ଆପଣ ନିଜର ସମସ୍ତ ସମସ୍ୟାର ସମାଧାନ କରିପାରିବେ। ଏହିଭଳି ଦୈନନ୍ଦିନ ଜୀବନର କୋଳାହଳ, ଦ୍ୱିଧା, ସଂଶୟ ସମସ୍ୟାରୁ ଦୂରେଇଯିବା ମଧ୍ୟ ନିଦ୍ରାର ଏକ ପ୍ରକାର ଅଟେ। ଅର୍ଥାତ୍ ଇନ୍ଦ୍ରିୟମାନଙ୍କ ଦୁନିଆ ପାଇଁ ଆପଣ ଶୋଇଥାନ୍ତି, କିନ୍ତୁ ଅବଚେତନ ମସ୍ତିଷ୍କର ବୁଦ୍ଧିମତ୍ତା ଏବଂ ଶକ୍ତି ପାଇଁ ଆପଣ ଚେଇଁଥାନ୍ତି। ନିଦ କମ୍ ହେବାର ଆଶ୍ଚର୍ଯ୍ୟଜନକ କୁପ୍ରଭାବ କ'ଣ ପଡ଼ିଥାଏ? ତ ଆବଶ୍ୟକତାଠାରୁ କମ୍ ସମୟ ଶୋଇବା ଦ୍ୱାରା ଆପଣ ଚିଡ଼ିଚିଡ଼ା, ବଦ୍‌ମିଜାଜ ଏବଂ ଉଦାସ ହୋଇପାରନ୍ତି। ସବୁ ମଣିଷଙ୍କ ପାଇଁ ଅତି କମ୍‌ରେ 6 ଘଣ୍ଟାର ନିଦ ଦରକାର ହୋଇଥାଏ। ଅଧିକାଂଶ ଲୋକ ଏହାଠାରୁ ଅଧିକ ସମୟର ନିଦ ଦରକାର କରନ୍ତି। କମ୍ ସମୟ ଶୋଇ ମଧ୍ୟ ସ୍ୱାଭାବିକ ଜୀବନଯାପନ ସମ୍ଭବ ବୋଲି ଭାବୁଥିବା ଲୋକମାନେ ନିଜକୁ ବୋକା ବନାଉଛନ୍ତି। ନିଦ୍ରାର ପ୍ରକ୍ରିୟା ଏବଂ ଅଳ୍ପ ନିଦ୍ରା ଉପରେ ଗବେଷଣା କରିଥିବା ଚିକିତ୍ସକମାନଙ୍କ ମତରେ, ଗମ୍ଭୀର ଭାବରେ ଅନିଦ୍ରାଜନିତ ସମସ୍ୟା ବା ଇନସୋମ୍ନିଆ ଥିବା ଲୋକମାନେ ଭବିଷ୍ୟତରେ ମାନସିକ ଅବରୋଧର ସମ୍ମୁଖୀନ ହୋଇପାରନ୍ତି। ମନେ ରଖନ୍ତୁ, ନିଦରେ ଆପଣ ଆଧ୍ୟାତ୍ମିକ ରୂପରେ ଊର୍ଜାବାନ ହୋଇଥାନ୍ତି। ତ ଜୀବନରେ ଭରପୂର ଖୁସି ଏବଂ ଜୀବନ ଶକ୍ତି ଆଣିବା ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ ହୋଇଥାଏ। ତ ଆପଣଙ୍କର ଅଧିକ ନିଦର ଆବଶ୍ୟକତା ରହିଛି, ତାହେଲେ କାହିଁକି? ତ ଆପଣ
ଆମର ନିଦ କାହିଁକି ଦରକାର ତା'ର କାରଣ ଖୋଜିବା ପୂର୍ବରୁ ଆମେ ଜାଣିବା ଦରକାର ଯେ ଯଥେଷ୍ଟ ସମୟ ନ ଶୋଇଲେ ଆମର କ'ଣ ହୁଏ। 1964ରେ ରାଣ୍ଡି ଗାର୍ଡନର ନାମକ ଜଣେ 17 ବର୍ଷୀୟ ଯୁବକ ଲଗାତାର 264 ଘଣ୍ଟା ପୁରାପୁରି 11 ଦିନ ନ ଶୋଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଚେଷ୍ଟା କଲେ। ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ଯେ ଏଥିଯୋଗୁଁ ତାଙ୍କଠାରେ କୌଣସି ସ୍ଥାୟୀ ସମସ୍ୟା ଦେଖା ଦେଇନଥିଲା, କିନ୍ତୁ ସେ ନିଜକୁ ଚେତା ରଖିବା ସମୟରେ ତାଙ୍କର ଚିନ୍ତା କରିବା ପ୍ରକ୍ରିୟା ହ୍ରାସ ପାଇଥିଲା, କଥାବାର୍ତ୍ତା ସ୍ପଷ୍ଟ ହୋଇଯାଇଥିଲା, ସ୍ମୃତିଶକ୍ତି ମଧ୍ୟ ହ୍ରାସ ପାଇଥିଲା। କିଛି ଦିନ ପରେ ସେ ହେଲୁସିନେସନ୍ର ଶିକାର ମଧ୍ୟ ହୋଇଥିଲେ। ଅଧିକାଂଶ ଲୋକ ଯେଉଁମାନେ ବହୁ ଦିନ ଧରି କମ୍ ସମୟ ଶୋଇ ଆସିଥାନ୍ତି ସେମାନଙ୍କର ଏଭଳି ସମସ୍ୟା ହୋଇନଥାଏ, କିନ୍ତୁ ଅନ୍ୟ ପ୍ରକାରର କୌଣସି ନା କୌଣସି ଗୁରୁତର ପ୍ରଭାବ ଦେଖାଦିଏ। ନ୍ୟାସନାଲ୍ ହାଇୱେ ଟ୍ରାଫିକ୍ ସେଫ୍ଟି ଆଡମିନିଷ୍ଟ୍ରେସନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଅନିଦ୍ରାଜନିତ ଦୁର୍ଘଟଣାର ସଂଖ୍ୟା ପ୍ରାୟ 2 ଲକ୍ଷ। 5 ଜଣଙ୍କ ମଧ୍ୟରୁ ଜଣେ ବେଳେବେଳେ ଗାଡ଼ି ଚଳାଉଥିବା ସମୟରେ ଶୋଇପଡ଼ନ୍ତି। ପରିଣାମ ସ୍ୱରୂପ ଡ୍ରାଇଭରମାନେ ଦିନ ଅପେକ୍ଷା ରାତିରେ ଦୁର୍ଘଟଣା କରିବାର ସମ୍ଭାବନା 5ରୁ 10 ଗୁଣ ଅଧିକ। ତ ସ୍ୱେଚ୍ଛାସେବୀମାନଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ କ୍ଳାନ୍ତ ମସ୍ତିଷ୍କ ପାଇଁ ନିଦ ଏତେ ମାତ୍ରାରେ ଦରକାର ଯେ ନିଦ ପାଇଁ ସେ କିଛି ବି ତ୍ୟାଗ କରିପାରିବ। କେବଳ କିଛି ଘଣ୍ଟାର ନିଦ ପୂରା ନହେଲେ ଅଳ୍ପ ସମୟର ନିଦ କିମ୍ବା ସୂକ୍ଷ୍ମ ନିଦ୍ରା ଗୋଟିଏ ଘଣ୍ଟାରେ 3-4 ଥର ଆସିବାକୁ ଲାଗେ, ତ ସେହି ସମୟରେ ବାସ୍ତବିକ ନିଦ୍ରା ଭଳି ବ୍ୟକ୍ତିର ଆଖି ପଲକ ପଡ଼ିଯାଏ, ମସ୍ତିଷ୍କର ତରଙ୍ଗଗୁଡ଼ିକ ମନ୍ଥର ହୋଇଯାଏ। ପ୍ରଥମେ ଏହି ସୂକ୍ଷ୍ମ ନିଦ୍ରା ଅଳ୍ପ କିଛି ସେକେଣ୍ଡ ପାଇଁ ଆସେ। ଯେତେବେଳେ ଅନିଦ୍ରାର ସମୟ ବଢ଼ିଚାଲେ, ସୂକ୍ଷ୍ମ ନିଦ୍ରା ଅଧିକ ସମୟ ପାଇଁ ବାରମ୍ବାର ଆସେ, 2 କିମ୍ବା 3 ସେକେଣ୍ଡ ପାଇଁ। ଏହି ନିଦ୍ରା ଏତେ ଅଧିକ ମାତ୍ରାରେ ଆସେ ଯେ ଯଦି ବ୍ୟକ୍ତି ଜଣକ ଝଡ଼ ତୋଫାନ ଭିତରେ ବିମାନ ଉଡ଼ାଉଥାନ୍ତି, ତଥାପି ସେ ସେହି କିଛି ଅମୂଲ୍ୟ ସେକେଣ୍ଡ ପାଇଁ ସୂକ୍ଷ୍ମ ନିଦ୍ରାର ପ୍ରତିରୋଧ କରିପାରନ୍ତି ନାହିଁ। ନିଦ ପରାମର୍ଶ ଦେଇଥାଏ। କ'ଣ ପରାମର୍ଶ ଦେଇଥାଏ? ଲସ୍ ଏଞ୍ଜେଲସର ସାଣ୍ଡ୍ରା ଏଫ୍ ନାମକ ଜଣେ ଯୁବତୀ ରେଡ଼ିଓରେ ମୋର ଅଭିଭାଷଣ ଶୁଣନ୍ତି। ସେ ଥରେ ମୋତେ କହିଲେ ଯେ ତାଙ୍କୁ ନ୍ୟୁୟର୍କରେ ଗୋଟିଏ ଚାକିରି ମିଳିଥିଲା, ଯେଉଁଥିରେ ଯୋଗ ଦେଲେ ସେ ତାଙ୍କ ସେହି ସମୟରେ କରୁଥିବା ଚାକିରିର 2 ଗୁଣ ଦରମା ପାଇଥାନ୍ତେ। କିନ୍ତୁ ସେ ନିଷ୍ପତ୍ତି ନେଇ ପାରୁନଥିଲେ ଯେ ନୂଆ ଚାକିରିର ଅଫର ଗ୍ରହଣ କରିବେ କି ନାହିଁ। ଶୋଇବା ପୂର୍ବରୁ ସେ ପ୍ରାର୍ଥନା କଲେ, ମୋର ଅବଚେତନ ମସ୍ତିଷ୍କର ରଚନାତ୍ମକ ବୁଦ୍ଧିମତ୍ତା ଜାଣିଛି ଯେ ମୋ ପାଇଁ କ'ଣ ଠିକ୍ କ'ଣ ଭୁଲ। ଏହା ଜୀବନୋନ୍ମୁଖୀ ଏବଂ ଏହା ମୋତେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ, ଯାହା ମୋ ପାଇଁ ଏବଂ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହେବ। ମୋତେ ମିଳିଥିବା ଉତ୍ତର ପାଇଁ ମୁଁ ଧନ୍ୟବାଦ ଦେଉଛି। ତ ଏହି ସରଳ ପ୍ରାର୍ଥନାକୁ ସେ ଶୋଇବା ପୂର୍ବରୁ ବାରମ୍ବାର ଦୋହରାଇଲେ। ସକାଳେ ତାଙ୍କୁ ଆଭାସ ହେଲା ଯେ ସେ ନୂଆ ଚାକିରିରେ ଯୋଗ ଦେବା ଉଚିତ ନୁହେଁ। ଯୁବତୀ ଜଣକ ଅଫର ପ୍ରତ୍ୟାଖ୍ୟାନ କଲେ। ଏହି ଘଟଣାର କିଛି ମାସ ପରେ ସମ୍ପୃକ୍ତ କମ୍ପାନୀଟି ଦେବାଳିଆ ହୋଇଗଲା। ଚେତନ ମସ୍ତିଷ୍କ ଯେଉଁ ବିଷୟଗୁଡ଼ିକ ତଥ୍ୟକୁ ଜାଣିଥାଏ, ସେଗୁଡ଼ିକ ଉପରେ ତା'ର ଟିପ୍ପଣୀ ଠିକ୍ ହୋଇପାରେ, କିନ୍ତୁ ଏଠାରେ ସେ ଅବଚେତନ ମସ୍ତିଷ୍କ ତରଫରୁ ଆଭାସ ଦେଇଥିଲା। ଅବଚେତନ ମସ୍ତିଷ୍କ କମ୍ପାନୀର ସମସ୍ୟାକୁ ହୃଦୟଙ୍ଗମ କରିପାରିଥିଲା ଏବଂ ସେହି ଅନୁସାରେ ଚେତନ ମସ୍ତିଷ୍କକୁ ପ୍ରେରିତ କଲା, କେତେକ ବିପଦରୁ ବଚାଇଲା। ତ ଆପଣ ଶୋଇବାକୁ ଯିବା ପୂର୍ବରୁ ଯଦି ସଠିକ୍ ପଦକ୍ଷେପ ନେବା ପାଇଁ ପ୍ରାର୍ଥନା କରିଥାନ୍ତି, ଅବଚେତନ ମସ୍ତିଷ୍କର ବୁଦ୍ଧିମତ୍ତା ଆପଣଙ୍କୁ ଆଦେଶ ଦେବ ଏବଂ ସୁରକ୍ଷା କରିବ। ଅନେକ ବର୍ଷ ତଳେ ପ୍ରାଚ୍ୟ ଦେଶରୁ ଏକ ଆକର୍ଷଣୀୟ ଅଫର ମିଳିଥିଲା। ହେଲେ ଅଫର ଗ୍ରହଣ କରିବି କି ନାହିଁ, ମୁଁ ଦ୍ୱିଧାରେ ଥିଲି। ସଠିକ୍ ମାର୍ଗଦର୍ଶନ ପାଇଁ ମୁଁ ନିମ୍ନ ପ୍ରକାର ପ୍ରାର୍ଥନା କଲି। କ'ଣ ମୋ ଭିତରେ ଥିବା ଅନନ୍ତ ବୁଦ୍ଧିମତ୍ତା ସବୁ ଜାଣିଛି। ଦିବ୍ୟ କୃପାରେ ମୋତେ ସଠିକ୍ ନିର୍ଣ୍ଣୟ ନେବାରେ ସେ ସାହାଯ୍ୟ କରିବ। ମୋ ପାଖକୁ ନିର୍ଣ୍ଣୟ ଆସିଲେ ମୁଁ ନିଶ୍ଚୟ ତାକୁ ଚିହ୍ନିପାରିବି। ଶୋଇବା ପୂର୍ବରୁ ଏହି ପ୍ରାର୍ଥନାକୁ ମୁଁ ବାରମ୍ବାର ଦୋହରାଇଲି। ତ ସେଦିନ ରାତିରେ ମୋ ସ୍ୱପ୍ନରେ ଜଣେ ପୁରୁଣା ବନ୍ଧୁ ଆସିଲେ।
ସେ ଗୋଟିଏ ଖବରକାଗଜ ଧରିଥିଲେ ଏବଂ ମୋତେ କହିଲେ, ଏହି ହେଡ଼ଲାଇନ୍ ସବୁ ପଢ଼, ସେଠାକୁ ଯାଅ ନାହିଁ। ଖବରକାଗଜର ହେଡ଼ଲାଇନ୍ରେ ମୁଁ ଯିବାକୁ ଥିବା ଅଞ୍ଚଳରେ ହିଂସା, ଦଙ୍ଗା ଏବଂ ଯୁଦ୍ଧ ହେବାର ଖବର ଛପିଥିଲା। ଅବଚେତନ ମସ୍ତିଷ୍କ ସବୁ ଜାଣିଛି। ସେ ବହୁତ ଜ୍ଞାନୀ। ଅନେକ ସମୟରେ ସେ ଆପଣଙ୍କ ସହ କଥା ହେବ, କିନ୍ତୁ ଏଭଳି ଏକ ସ୍ୱରରେ ଯାହାକୁ ଆପଣଙ୍କ ଚେତନ ମସ୍ତିଷ୍କ ତୁରନ୍ତ ଗ୍ରହଣ କରିବ। ଉପରୋକ୍ତ ସ୍ୱପ୍ନ ନିଃସନ୍ଦେହରେ ଅବଚେତନ ମସ୍ତିଷ୍କର ନାଟକ ଥିଲା। କିନ୍ତୁ ସେ ଏଭଳି ଜଣେ ବ୍ୟକ୍ତିଙ୍କୁ ଦେଖାଇଲା ଯାହାଙ୍କ ଉପରେ ମୁଁ ବିଶ୍ୱାସ କରେ ଓ ତାଙ୍କୁ ସମ୍ମାନ କରେ। ଅବଚେତନ ମସ୍ତିଷ୍କର ପରାମର୍ଶ ମାନି ମୁଁ ଅଫର ପ୍ରତ୍ୟାଖ୍ୟାନ କଲି। ପରେ ମୋ ସ୍ୱପ୍ନ ବାସ୍ତବତାରେ ପରିଣତ ହେବା ମୁଁ ନିଜେ ଉପଲବ୍ଧି କଲି। କେତେକଙ୍କ ପାଇଁ ଏହି ଚେତାବନୀ ସ୍ୱପ୍ନରେ ମା'ଙ୍କ ରୂପରେ ଆସିଥାଏ। ସେ ବ୍ୟକ୍ତିଙ୍କୁ କ'ଣ କରିବା ଉଚିତ କୁହନ୍ତି, ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ ମନା କରନ୍ତି ଏବଂ ତା'ର କାରଣ ମଧ୍ୟ କହିଥାନ୍ତି। ବେଳେବେଳେ ଅବଚେତନ ମନ ସଚେତ ଅବସ୍ଥାରେ ମଧ୍ୟ ଚେତାବନୀ ଦେଇଥାଏ। ଆପଣଙ୍କୁ ଲାଗିବ ଯେମିତିକି ଆପଣଙ୍କ ମା' କିମ୍ବା କୌଣସି ପ୍ରିୟଜନ କହୁଛନ୍ତି ଯେ ସେ ବାଟରେ ଯାଅ ନାହିଁ। କିଏ କହୁଛି ଜାଣିବା ପାଇଁ ଆପଣ ଅଟକି ଯାଆନ୍ତି। ପରେ ଜାଣିବାକୁ ପାଆନ୍ତି ଯେ ଯଦି ଆପଣ ସେହି ବାଟ ଦେଇ ଯାଇଥାନ୍ତେ, ଝରକାରୁ କାଠ ଖଣ୍ଡେ ସିଧା ଆପଣଙ୍କ ମୁଣ୍ଡ ଉପରେ ପଡ଼ିଥାନ୍ତା। ତ ଆପଣଙ୍କ ଭବିଷ୍ୟତ ଆପଣଙ୍କ ଅବଚେତନ ମସ୍ତିଷ୍କ ମଧ୍ୟରେ ରହିଛି। ତ ମନେ ରଖନ୍ତୁ ଯେ ଭବିଷ୍ୟତ ଆପଣଙ୍କ ଅଭ୍ୟାସଗତ ଚିନ୍ତାଧାରାର ପରିଣାମ। ତା ପୂର୍ବରୁ ଆପଣଙ୍କ ମସ୍ତିଷ୍କରେ ହିଁ ରହିଛି। କେବଳ ପ୍ରାର୍ଥନା ଦ୍ୱାରା ଆପଣ ଏହାକୁ ବଦଳାଇ ପାରିବେ। ସେହିଭଳି ଦେଶର ଭବିଷ୍ୟତ ସେହି ଦେଶର ନାଗରିକମାନଙ୍କର ସାମୂହିକ ଅବଚେତନ ହାତରେ ରହିଛି। ସେହି ସ୍ୱପ୍ନରେ ସେଭଳି କିଛି ଅଜବ ନଥିଲା ଯାହା ମୁଁ ଦେଖିଥିଲି। ଘଟଣା ଘଟିବାର ବହୁ ପୂର୍ବରୁ ମୁଁ ସେଗୁଡ଼ିକୁ ଖବରକାଗଜର ମୁଖ୍ୟାଂଶ ଭାବରେ ଦେଖିଲି। ଯେଉଁମାନେ ଯୁଦ୍ଧକୁ ବାସ୍ତବତାରେ ପରିଣତ କରିବେ, ସେମାନଙ୍କ ମସ୍ତିଷ୍କରେ ଯୁଦ୍ଧ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା। ସେମାନଙ୍କର ସମସ୍ତ ଯୋଜନା ସେହି ମହାନ ରେକର୍ଡ଼ିଂ ଉପକରଣ ଅର୍ଥାତ୍ ବିଶ୍ୱର ସାମୂହିକ ଅବଚେତନ ମସ୍ତିଷ୍କରେ ଅଙ୍କିତ ହୋଇ ରହିଥିଲା। ଆସନ୍ତାକାଲିର ଘଟଣାବଳୀ ଆପଣଙ୍କ ଅବଚେତନ ମସ୍ତିଷ୍କରେ ରହିଛି। ସେହିପରି ଆସନ୍ତା ସପ୍ତାହର ଏବଂ ଆସନ୍ତା ମାସର ଏବଂ ମାସର ମଧ୍ୟ ଭବିଷ୍ୟତ ରେକର୍ଡ଼ ହୋଇ ରହିଛି ଏବଂ ଏହାକୁ ପ୍ରବୁଦ୍ଧ ମନୋବୈଜ୍ଞାନିକ ଅଥବା ଦିବ୍ୟ ଦୃଷ୍ଟି ଥିବା ବ୍ୟକ୍ତି ଦେଖିପାରିବେ। କୌଣସି ବିପଦ କିମ୍ବା ଦୁର୍ଘଟଣା ଘଟିପାରିବ ନାହିଁ ଯଦି ଆପଣ ପ୍ରାର୍ଥନା କରିବାର ନିର୍ଣ୍ଣୟ କରିବେ। କିଛି ବି ପୂର୍ବରୁ ନିଶ୍ଚିତ କିମ୍ବା ପୂର୍ବରୁ ଆଦେଶ ଦିଆଯାଇନଥାଏ। ଆପଣଙ୍କ ମାନସିକ ଦୃଷ୍ଟିକୋଣ ଉଦାହରଣ ସ୍ୱରୂପ ଯେଉଁଭଳି ଆପଣ ଚିନ୍ତା କରନ୍ତି, ଅନୁଭବ କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତାହା ଆପଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଆପଣଙ୍କର ବୈଜ୍ଞାନିକ ପ୍ରାର୍ଥନା ଯାହା ବିଷୟରେ ପ୍ରଥମ ଅଧ୍ୟାୟରେ ରହିଛି, ତାହା ଆପଣଙ୍କ ଭବିଷ୍ୟତ ଗଢ଼ିବ। ଆପଣ ଯାହା ବୁଣିବେ ତାହା ହିଁ ଅମଳ କରିବେ। କିଛି ସେକେଣ୍ଡର ନିଦ ତାକୁ $15,000 ଜିତାଇଲା। ତ ମୋର ଜଣେ ଛାତ୍ର କିଛି ବର୍ଷ ପୂର୍ବେ ହାମରଷ୍ଟ୍ରମ୍ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଖବରକାଗଜରେ ବାହାରିଥିବା ଏକ ଖବର ପଠାଇଥିଲେ। ହାମରଷ୍ଟ୍ରମ୍ ପିଟ୍ସବର୍ଗରେ ଏକ ଷ୍ଟିଲ୍ ମିଲରେ ରୋଲର ଭାବରେ କାମ କରୁଥିଲେ। ମିଲରେ ଅଳ୍ପ କିଛି ଦିନ ତଳେ ଏକ ନୂଆ ମେସିନ୍ ଇନଷ୍ଟଲ ହୋଇଥିଲା, ଯାହାକି ଥଣ୍ଡା ଛାଞ୍ଚରେ ସିଧା ଝଡ଼ ଢାଳିବା କାମକୁ ନିୟୋଜିତ କରିଥାଏ। ତେବେ ମେସିନ୍ର ଖରାପ ସୁଇଚ୍ ଯୋଗୁଁ ଇଞ୍ଜିନିୟରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ମେସିନ୍ଟି ଠିକ୍ ଭାବରେ କାମ କରୁନଥିଲା। ହାମରଷ୍ଟ୍ରମ୍ ସମସ୍ୟା ବିଷୟରେ ବହୁତ ଚିନ୍ତା କଲେ। ସେ ଏକ ନୂଆ ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କଲେ, କିନ୍ତୁ କିଛି ହେଲେ ସଠିକ୍ ଧାରଣା ତାଙ୍କ ମନକୁ ଆସିଲା ନାହିଁ। ଦିନେ ଅପରାହ୍ନରେ ସେ ସୁଇଚ୍ ବିଷୟରେ ଚିନ୍ତା କରୁ କରୁ ସାମାନ୍ୟ ଝିମାଇ ପଡ଼ିଲେ। ସେହି ସମୟରେ ତାଙ୍କ ସ୍ୱପ୍ନରେ ଏକ ନୂଆ ଡିଜାଇନର ସୁଇଚ୍ ଦେଖାଗଲା। ସଙ୍ଗେ ସଙ୍ଗେ ଉଠିପଡ଼ି ସେ ସେହି ନୂଆ ଡିଜାଇନର ସୁଇଚ୍କୁ ଆଙ୍କିଦେଲେ। ତାଙ୍କ କଳ୍ପନାଶୀଳ ନିଦ୍ରା ସାହାଯ୍ୟରେ ସେ $15,000 ପୁରସ୍କାର ରାଶି ଜିତିଲେ। କମ୍ପାନୀ କୌଣସି ନୂଆ ଚିନ୍ତାଧାରାର କର୍ମଚାରୀଙ୍କୁ ଦେଉଥିବା ପୁରସ୍କାର ରାଶି ମଧ୍ୟରେ ଏହା ସବୁଠାରୁ ଅଧିକ ଥିଲା। କିପରି ଜଣେ ପ୍ରଫେସର ନିଦ୍ରିତ ଅବସ୍ଥାରେ ତାଙ୍କ ସମସ୍ୟାର ସମାଧାନ କଲେ। ଡକ୍ଟର ଏଚ୍.ଭି. ହେଲ୍ପରେଜ୍ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ଆସିରୀୟ ପ୍ରଫେସର ଥିଲେ। ତାଙ୍କ ଆତ୍ମକଥାରେ ସେ ଅବଚେତନ ମସ୍ତିଷ୍କର ଶକ୍ତି ବିଷୟରେ ବ୍ୟକ୍ତ କରିଥିଲେ। ଥରେ ଶନିବାର ସନ୍ଧ୍ୟାରେ ମୁଁ ବହୁତ ବ୍ୟସ୍ତ ହୋଇପଡ଼ିଥିଲି। ସୁଲେମାନୀ ପଥରର 2ଟି ଖଣ୍ଡକୁ ମୁଁ ଅଧ୍ୟୟନ କରିବା ପାଇଁ ଚେଷ୍ଟା କରୁଥିଲି, ଯାହାକି ବେବିଲନୀୟ ସଭ୍ୟତାର ମୁଦିର ଅଂଶ ବୋଲି ଅନୁମାନ କରାଯାଉଥିଲା। ପ୍ରାୟ ମଧ୍ୟରାତ୍ରିରେ କ୍ଳାନ୍ତ ଏବଂ ବ୍ୟସ୍ତ-ବିବ୍ରତ ହୋଇ ମୁଁ ଶୋଇବାକୁ ଗଲି ଏବଂ ଏକ ସ୍ୱପ୍ନ ଦେଖିଲି। ପ୍ରାୟ 42 ବର୍ଷର ଜଣେ ଡେଙ୍ଗା, ପତଳା, ନିପୁର ପାଦ୍ରୀ ମୋତେ ଏକ ମନ୍ଦିରର ଖଜଣା ଆଡ଼କୁ ନେଇଗଲେ।
ତାହା ଏକ କମ୍ ଉଚ୍ଚତା ବିଶିଷ୍ଟ ଛୋଟ କୋଠରୀ ଥିଲା, ଯେଉଁଥିରେ କୌଣସି ଝରକା ନଥିଲା। ଚଟାଣ ଉପରେ ସୁଲେମାନୀ ପଥର ଏବଂ ଅନ୍ୟ ରତ୍ନପତ୍ର ସବୁ ବିଛୁରିତ ହୋଇ ପଡ଼ିଥିଲା। ତାପରେ ସେ ମୋତେ କହିଲେ, 2 ଖଣ୍ଡ ଯାହା ବିଷୟରେ ତୁମେ ଅଲଗା ଅଲଗା କରି ପୃଷ୍ଠ 22 ଏବଂ 24 ଲେଖିଛ, ସେଗୁଡ଼ିକ ଆଙ୍ଗୁଠିରେ ପିନ୍ଧା ଯାଉଥିବା ମୁଦି ନୁହନ୍ତି। ପ୍ରଥମ 2 ଗୋଲା ଭଗବାନଙ୍କ ମୂର୍ତ୍ତିର କାନଫୁଲ ଅଟେ। ଅନ୍ୟ 2 ଖଣ୍ଡ ଯାହା ତୁମ ପାଖରେ ଅଛି ତା'ର ଅଂଶ। ଯଦି ତୁମେ ସେଗୁଡ଼ିକୁ ଏକାଠି କରିବ, ମୋ କଥା ସତ ପ୍ରମାଣିତ ହେବ। ମୁଁ ସଙ୍ଗେ ସଙ୍ଗେ ଉଠି ପଡ଼ିଲି। ମୁଁ ସେହି ଖଣ୍ଡଗୁଡ଼ିକୁ ଧ୍ୟାନ ସହକାରେ ଦେଖିଲି ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ମୋର ସ୍ୱପ୍ନ ସତ ବୋଲି ପ୍ରମାଣିତ ହେଲା। ସମସ୍ୟାର ସମାଧାନ ବାହାରିଗଲା। ଏହା ସ୍ପଷ୍ଟ କରୁଛି ଯେ ତାଙ୍କର ଅବଚେତନ ମସ୍ତିଷ୍କର ରଚନାତ୍ମକ ଅଭିବ୍ୟକ୍ତି ତାଙ୍କର ସମସ୍ତ ସମସ୍ୟାର ଉତ୍ତର ଜାଣିଥିଲା। ଜଣେ ପ୍ରସିଦ୍ଧ ଲେଖକଙ୍କ ପାଇଁ ଅବଚେତନ କିପରି କାମ କଲା ଯେତେବେଳେ ସେ ଶୋଇଥିଲେ, ତ ରବର୍ଟ ଲୁଇସ୍ ଷ୍ଟିଭେନସନ୍ ନିଜର ଏକ ପୁସ୍ତକ ଏକ୍ରସ୍ ଦ ପ୍ଲେନ୍ସରେ ଗୋଟିଏ ସମ୍ପୂର୍ଣ୍ଣ ଅଧ୍ୟାୟ ସ୍ୱପ୍ନ ଉପରେ ଲେଖିଛନ୍ତି। ସେ ଜଣେ ସଜୀବ ସ୍ୱପ୍ନଦର୍ଶୀ ଥିଲେ ଏବଂ ଶୋଇବା ପୂର୍ବରୁ ନିଜ ଅବଚେତନକୁ ବିଶିଷ୍ଟ ଆଦେଶ ଦେବାର ଅଭ୍ୟାସ ତାଙ୍କର ଥିଲା। ସେତେବେଳେ ନିଜ ଅବଚେତନକୁ କାହାଣୀ ତିଆରି କରିବା ପାଇଁ ସେ ପ୍ରାର୍ଥନା କରନ୍ତି। ଉଦାହରଣ ସ୍ୱରୂପ, ଯଦି ଷ୍ଟିଭେନସନ୍ଙ୍କ ପାଖରେ ଧନର ଅଭାବ ଦେଖାଦିଏ, ତାହେଲେ ସେ ନିଜ ଅବଚେତନକୁ ଆଦେଶ ଦିଅନ୍ତି, ମୋତେ ଗୋଟିଏ ରୋମାଞ୍ଚକର ଉପନ୍ୟାସ ଦିଅ ଯାହା ବଜାରରେ ବିକ୍ରି ହେବ ଏବଂ ବହୁତ ଲାଭ ମଧ୍ୟ ଦେବ। ତାଙ୍କ ଅବଚେତନ ଅତି ଚମତ୍କାର ରୂପେ ଉତ୍ତର ଦେଉଥିଲା। ଷ୍ଟିଭେନସନ୍ କହନ୍ତି, ଏହି ଛୋଟ ବ୍ରାଉନିଗୁଡ଼ିକ ବୁଦ୍ଧିମତ୍ତା ଏବଂ ଅବଚେତନର ଶକ୍ତି ଧାରାବାହିକ ଭଳି ମୋତେ କାହାଣୀକୁ ଗୋଟି ଗୋଟି କରି କୁହନ୍ତି ଏବଂ ମୋତେ ତା'ର ନିର୍ମାତା କରିଥାନ୍ତି। ଏହି ପୂରା ପ୍ରକରଣରେ ସେମାନଙ୍କର ଲକ୍ଷ୍ୟ କ'ଣ, ସେଇଥିପାଇଁ ସେମାନେ ପୂର୍ଣ୍ଣତଃ ଅନଭିଜ୍ଞ ଅଟନ୍ତି। ପୁଣି ସେ କହିଛନ୍ତି, ମୋ ଭାଗର ସେହି କାମ ଯାହା ମୋର ଜାଗ୍ରତ ଅବସ୍ଥାରେ ପୂରା ହୋଇ ସାରିଥିଲା, କୌଣସି ରୂପରେ ମୋର ହେବା ଜରୁରୀ ନୁହେଁ, କାରଣ ଏସବୁ ଏହା ଦର୍ଶାଇବା ପାଇଁ ହେଉଥିଲା ଯେ ଅବଚେତନର ମଧ୍ୟ ଏଥିରେ ଭୂମିକା ରହିଛି। ତ ଶାନ୍ତିରେ ଶୁଅନ୍ତୁ ଏବଂ ଆନନ୍ଦର ସହ ଉଠନ୍ତୁ। ଯେଉଁ ବ୍ୟକ୍ତି ଅନିଦ୍ରାରେ ପୀଡ଼ିତ, ସେମାନଙ୍କ ପାଇଁ କେତେକ ପ୍ରାର୍ଥନା ଫଳପ୍ରଦ ହେବ। ଶୋଇବା ପୂର୍ବରୁ ଶାନ୍ତିପୂର୍ବକ ଧୀରେ ଧୀରେ ପ୍ରେମର ସହ କୁହନ୍ତୁ। କ'ଣ କହିବେ ଦେଖନ୍ତୁ ତ ସେଗୁଡ଼ିକ ହେଉଛି, ମୋ ପାଦର ଆଙ୍ଗୁଠିଗୁଡ଼ିକ ଆରାମଦାୟକ ଅବସ୍ଥାରେ ଅଛନ୍ତି। ଗୋଡ଼ଗଣ୍ଠି ଆରାମଦାୟକ ଅବସ୍ଥାରେ ଅଛନ୍ତି। ମୋର ବେକ, ମୋର ମସ୍ତିଷ୍କ, ଚେହେରା, ମୋ ଆଖି ଏସବୁ ଏବଂ ମୋର ସର୍ବାଙ୍ଗ ଶରୀର ଆରାମଦାୟକ ଅବସ୍ଥାରେ ଅଛି। ସମସ୍ତଙ୍କୁ ମୁଁ ମୋର ସ୍ୱଇଚ୍ଛାରେ କ୍ଷମା କରୁଛି ଏବଂ ମୋ ହୃଦୟର ଗଭୀରତାରୁ ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟତା, ସ୍ୱାସ୍ଥ୍ୟ ଏବଂ ଶାନ୍ତିର କାମନା କରୁଛି। ମୁଁ ନିଜେ ଶାନ୍ତିରେ ଅଛି, ନିର୍ମଳ ଏବଂ ଶାନ୍ତ ରହୁଛି। ମୁଁ ନିଜକୁ ସୁରକ୍ଷିତ ଏବଂ ଶାନ୍ତ ଅନୁଭବ କରୁଛି। ମୋ ଚାରିପାଖରେ ଏକ ଦିବ୍ୟ ଶକ୍ତିର ଉପସ୍ଥିତି ରହିଥିବା ଭଳି ଲାଗୁଛି। ନିଜକୁ ମୁଁ ପ୍ରେମର ଚାଦରରେ ଘୋଡ଼ାଇ ଦେବା ସହ ଅନ୍ୟମାନଙ୍କ ପାଇଁ ମଙ୍ଗଳ କାମନା କରୁଛି। ମୁଁ କୌଣସି ଅମଙ୍ଗଳକୁ ଡରୁ ନାହିଁ, କାରଣ ଆପଣ ମୋ ସହ ଅଛନ୍ତି। ମୁଁ ଅତ୍ୟନ୍ତ ଶାନ୍ତିରେ ଶୋଉଛି, ଆନନ୍ଦର ସହ ଉଠୁଛି ଏବଂ ତାରି ଭିତରେ ମୁଁ ବଞ୍ଚୁଛି, ଚଳପ୍ରଚଳ ହେଉଛି ଏବଂ ଜୀବନକୁ ଉପଭୋଗ କରୁଛି। ଏହିଭଳି ଆପଣ ଶୋଇଲା ବେଳେ କହିପାରନ୍ତି। ଯାହା ସବୁ ଆମେ ଆଲୋଚନା କଲେ, ତ ସେଗୁଡ଼ିକ ଟିକେ ସାରାଂଶ ବିଷୟରେ ଆମେ ଜାଣିପାରିବା। ସେଇ ସାରାଂଶ ବିଷୟରେ ଟିକେ ଜାଣିଦେବା। ତ ଯଦି ଆପଣ ଠିକ୍ ସମୟରେ ଉଠିପାରୁନାହାନ୍ତି, ଶୋଇବା ପୂର୍ବରୁ ଅବଚେତନକୁ ଉଠିବାର ସମୟ କହିଦିଅନ୍ତୁ, ସେ ଉଠାଇ ଦେବ। ତା'ର କୌଣସି ଘଣ୍ଟା ଦରକାର ନାହିଁ। ସବୁ ସମସ୍ୟା ପାଇଁ ଏଇ ଏକା କାମ କରନ୍ତୁ। ଅବଚେତନ ପାଇଁ କୌଣସି କାମ କଠିନ ନୁହେଁ। ଅବଚେତନ କେବେ ବି ଶୁଏ ନାହିଁ, ସେ ସବୁବେଳେ କାମ କରୁଥାଏ। ଆପଣଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗକୁ ଅବଚେତନ ନିୟନ୍ତ୍ରଣ କରିଥାଏ। ଶୋଇବା ପୂର୍ବରୁ ନିଜକୁ ଏବଂ ଅନ୍ୟମାନଙ୍କୁ କ୍ଷମା କରିଦିଅନ୍ତୁ। ଉପଚାରର ଗତି ଆହୁରି ତୀବ୍ର ହେବ। ଶୋଇବା ସମୟରେ ପରାମର୍ଶ ଦିଆଯାଏ। ବେଳେବେଳେ ଏହି କାମ ସ୍ୱପ୍ନ ମାଧ୍ୟମରେ ମଧ୍ୟ କରାଯାଏ। ସେତେବେଳେ ଉପଚାରର ତରଙ୍ଗ ଛଡ଼ାଯାଇଥାଏ ଏବଂ ସକାଳେ ଉଠିଲା ବେଳକୁ ଆପଣ ତାଜା ଅନୁଭବ କରନ୍ତି। ଡାକ୍ତରୀ ଗବେଷଣାରୁ ଜଣାପଡ଼ିଛି ଯେ ନିଦ୍ରାର ଅଭାବ ଯୋଗୁଁ ମାନସିକ ଅବରୋଧ ହୋଇପାରେ। ସୁସ୍ଥ ଶରୀର ଏବଂ ମନର ଶକ୍ତି ପାଇଁ ଶୋଇବା ଜରୁରୀ। ଅଳ୍ପ ନିଦ୍ରା ଯୋଗୁଁ ଚିଡ଼ଚିଡ଼ାପଣ, ଉଦାସୀନତା ଏବଂ ମାନସିକ ବିକାର ଦେଖାଦେଇପାରେ। ଆପଣଙ୍କ ପାଇଁ 8 ଘଣ୍ଟାର ନିଦ ଜରୁରୀ। ନିଦ୍ରାବସ୍ଥାରେ ଆପଣ ଆଧ୍ୟାତ୍ମିକ ରୂପରେ ଶକ୍ତିବାନ ହୋଇଥାନ୍ତି। ଜୀବନରେ ଖୁସି ଏବଂ ଉତ୍ସାହୀ ରହିବା ପାଇଁ ନିଦ ଆବଶ୍ୟକ ହୋଇଥାଏ। ଆପଣଙ୍କ କ୍ଳାନ୍ତ ମସ୍ତିଷ୍କ ନିଦ ପାଇଁ ଏତେ ବ୍ୟାକୁଳ ହୋଇପଡ଼େ ଯେ ସେଥିପାଇଁ ଏହା
କିଛି ବି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଯାଏ। ତ ନିଦରେ ଆପଣଙ୍କୁ ପରାମର୍ଶ ମିଳିଥାଏ। ତ ଶୋଇବା ପୂର୍ବରୁ ସଂକଳ୍ପ କରନ୍ତୁ ଯେ ଅବଚେତନ ମନର ଅନନ୍ତ ଶକ୍ତି ଆପଣଙ୍କର ମାର୍ଗଦର୍ଶନ କରୁଛି ଏବଂ ନିର୍ଦ୍ଦେଶ ଦେଉଛି। ତ ଉଠିବା ପରେ ଯେକୌଣସି ସଂକେତ ପାଇବା ପାଇଁ ସତର୍କ ରୁହନ୍ତୁ। ତ ଏଇ ଯେଉଁ ଆପଣଙ୍କ ଅବଚେତନ ଏବଂ ନିଦ୍ରାର ଯେଉଁ ଚମତ୍କାରିତା ଗୁଣ ସମ୍ପର୍କରେ ଆପଣ ଜାଣିଲେ ତ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।